ସ୍ୱାଗତ। ଆଜି ଆମେ ଓଡ଼ିଶାର ଜୀବନଧାରା ମାନେ ଆମର ରାଜ୍ୟର ନଦୀ ସମୂହ ବିଷୟରେ ଏମିତି ଟିକେ ଗଭୀର ଭାବରେ ଆଲୋଚନା କରିବା। ହଁ ଆମ ପାଖରେ ଯେଉଁ ସୂଚନା ଅଛି ସେଥିରୁ ଜଣାପଡ଼ୁଛି ଯେ ଓଡ଼ିଶାର ମୁଖ୍ୟ ନଦୀଗୁଡ଼ିକର ଏକ ବହୁତ କହିବାକୁ ଗଲେ ଚମତ୍କାର ଚିତ୍ର ମିଳୁଛି। ହଁ ନିଶ୍ଚିତ ଭାବରେ। କେଉଁଠୁ ସେମାନେ ଆସୁଛନ୍ତି, କେଉଁ ବାଟ ଦେଇ ଯାଉଛନ୍ତି ଆଉ ସେମାନଙ୍କ ଯାତ୍ରା ପଥରେ କ'ଣ ସବୁ ମୁଖ୍ୟ କଥା ରହିଛି। ନିଶ୍ଚିତ ଆମେ ଆଜି ଏହି ଆଲୋଚନାରେ ଚେଷ୍ଟା କରିବା କେବଳ ନଦୀର ନାଁ ବା ତାର ଲମ୍ବ ଜାଣିବାକୁ ନୁହେଁ, ବରଂ ସେଗୁଡ଼ିକର ଉତ୍ପତ୍ତି ସ୍ଥାନ, ତାପରେ ତାର ଗତିପଥ, ମୁଖ୍ୟ ସହାୟକ ନଦୀ ମାନେ ଉପନଦୀ ଆଉ ସେମାନଙ୍କ ସହ ଜଡ଼ିତ କିଛି ରୋଚକ ତଥ୍ୟ ଆଚ୍ଛା। ଆଉ କିଛି ପ୍ରକଳ୍ପ ବିଷୟରେ ବି ଆମେ କହିବା। ଗୋଟେ ସ୍ପଷ୍ଟ ଧାରଣା ଦେବାକୁ ଚେଷ୍ଟା କରିବା। ବହୁତ ବଢ଼ିଆ। ଆମେ ଆମ ସୂତ୍ରରୁ ଏହି ମୁଖ୍ୟ କଥାଗୁଡ଼ିକୁ ବାଛିକି ଆଲୋଚନା କରିବା। ବହୁତ ବଢ଼ିଆ। ତେବେ ଚାଲନ୍ତୁ ଆରମ୍ଭ କରିବା। ଉତ୍ତରରୁ ଆସିବା। ପ୍ରଥମେ ସୁବର୍ଣ୍ଣରେଖା ନଦୀ। ହଁ ଏହାର ନାଁଟା ଶୁଣିଲେ ହିଁ ମନରେ ଗୋଟେ କୌତୂହଳ ଆସେ। କ'ଣ ସତରେ ଏହାର ବାଲିରେ ସୁନା ମିଳେ? ହଁ ଦେଖନ୍ତୁ, ଏ କଥାଟା ବହୁତ ଶୁଣାଯାଏ ଆଉ ପ୍ରଚଳିତ ବି। ଏହାର ନାମକରଣ ପଛରେ ଏଟା ହିଁ କାରଣ ବୋଲି ବିଶ୍ୱାସ କରାଯାଏ। ଆଉ ବାସ୍ତବରେ କିଛି ମାତ୍ରାରେ ସୁନା କଣିକା ମିଳିବାର ତଥ୍ୟ ବି ଅଛି। ଓହୋ। ଯଦିଓ ତାହା ବ୍ୟବସାୟିକ ଦୃଷ୍ଟିରୁ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଚ୍ଛା। ହଁ, ଏହାର ଉତ୍ପତ୍ତି ସ୍ଥଳ ହେଉଛି ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ। ସେଠି ରାଞ୍ଚି ପାଖରେ ଛୋଟା ନାଗପୁର ମାଳଭୂମି ଅଛି। ହଁ। ସେଇଠି ପିସ୍କା ବା ନଗଡ଼ି ବୋଲି ଗୋଟେ ଜାଗା ଅଛି, ସେଇ ଅଞ୍ଚଳରୁ ବାହାରିଛି। ତେବେ ଏହା ଝାଡ଼ଖଣ୍ଡରୁ ବାହାରି ସିଧା ଓଡ଼ିଶା ଆସେ ନା ଏହାର ଗତିପଥଟା ଟିକେ ଅଲଗା, ଜଟିଳ କେ? ନା ନା, ଏହାର ଗତିପଥ ବେଶ୍ ରୋଚକ ଅଛି। ଦେଖନ୍ତୁ, ଝାଡ଼ଖଣ୍ଡରୁ ବାହାରିଲା, ତାପରେ ପ୍ରଥମେ କାଞ୍ଚି ଆଉ କର୍କରୀ ବୋଲି ଦୁଇଟା ନଦୀ ଏଥିରେ ଆସେ ମିଶନ୍ତି। ଆଚ୍ଛା। ତାପରେ ଏହା ଜାମଶେଦପୁର, ଯୋଉଟା ବଡ଼ ଶିଳ୍ପନଗରୀ, ସେଇ ବାଟ ଦେଇ ଆଗକୁ ବଢ଼େ। ହଁ। ଏହା ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସୀମାକୁ ଛୁଏଁ ସତ, କିନ୍ତୁ ସେଠୁ ସିଧା ପଶ୍ଚିମବଙ୍ଗ ଭିତରକୁ ଚାଲିଯାଏ, ପଶ୍ଚିମ ମେଦିନୀପୁର ଜିଲ୍ଲା। ଆଚ୍ଛା। ତାମାନେ ଝାଡ଼ଖଣ୍ଡ, ତାପରେ ପଶ୍ଚିମବଙ୍ଗ ଆଉ ତାପରେ ଯାଇ ଓଡ଼ିଶା। ଠିକ୍ ସେୟା। ପଶ୍ଚିମବଙ୍ଗ ଦେଇ ବହିବା ପରେ ଏହା ପୁଣିଥରେ ଆମ ଓଡ଼ିଶାକୁ ଆସେ। ବାଲେଶ୍ୱର ଜିଲ୍ଲାରେ ପ୍ରବେଶ କରେ ଆଉ ଶେଷରେ ବାଲେଶ୍ୱରର ତାଳସାରୀ ବେଳାଭୂମି ପାଖରେ ସେଠି ବଙ୍ଗୋପସାଗରରେ ପଡ଼େ। ଓହୋ। ଆଉ ଜାଣିଲେ, ଏହି ମୁହାଣ ପାଖରେ ପ୍ରସିଦ୍ଧ ବାବା ଭୂଷଣ୍ଡେଶ୍ୱରଙ୍କ ଶୈବପୀଠ ଅଛି। ହଁ ହଁ, ଶୁଣିଛି। ଆଉ ତାଳସାରୀ ବେଳାଭୂମି ତ ଲାଲ କଙ୍କଡ଼ା ପାଇଁ ବେଶ୍ ଜଣାଶୁଣା। ବା, ଗୋଟେ ନଦୀ ସାଙ୍ଗରେ କେତେ କଥା ଯୋଡ଼ି ହୋଇ ରହିଛି। ଏହାର ଲମ୍ବ କେତେ ହେବ ଆଉ ଓଡ଼ିଶାରେ କେତେ ବାଟ ଯାଇଛି? ହଁ, ଏହା ଉପରେ କିଛି ବଡ଼ ବନ୍ଧ ଯୋଜନା ମାନେ ପ୍ରକଳ୍ପ ଅଛି କି? ଦେଖନ୍ତୁ, ଏହାର ମୋଟ ଦୈର୍ଘ୍ୟ ପାଖାପାଖି 474 କିଲୋମିଟର। କିନ୍ତୁ ଆମ ଓଡ଼ିଶା ଭିତରେ ବହୁତ କମ୍, ମାତ୍ର 89 କିଲୋମିଟର ବହିଛି। ଓ, ବହୁତ କମ୍। ହଁ, ଆଉ ପ୍ରକଳ୍ପ କଥା କହିଲେ, ଝାଡ଼ଖଣ୍ଡରେ ଏହା ଉପରେ ଚାଣ୍ଡିଲ ଡ୍ୟାମ୍ ଅଛି ଆଉ ଗାଲୁଡ଼ିହା ବ୍ୟାରେଜ୍। ଏଗୁଡ଼ାକ ବଡ଼ ପ୍ରକଳ୍ପ। ଆଚ୍ଛା। ଆମ ଓଡ଼ିଶାର ଜଳେଶ୍ୱର ସହର ଏହାର କୂଳରେ ଅଛି। ସୁବର୍ଣ୍ଣରେଖା ପରେ ଚାଲନ୍ତୁ ଆମ ଓଡ଼ିଶାରୁ ହିଁ ବାହାରିଥିବା ଗୋଟେ ନଦୀ କଥା ଜାଣିବା, ବୁଢ଼ାବଳଙ୍ଗ। ହଁ, ବୁଢ଼ାବଳଙ୍ଗ। ଏଟା ଆମ ନିଜ ରାଜ୍ୟର ସନ୍ତାନ। ଏହାର ଉତ୍ପତ୍ତି ହେଉଛି ମୟୂରଭଞ୍ଜ ଜିଲ୍ଲା। ସେଠିକାର ଗର୍ବ ଶିମିଳିପାଳ ପାହାଡ଼ରୁ। ଶିମିଳିପାଳ? ସେଇ ଶିମିଳିପାଳ ତ ଯାହା ବାଘ ପାଇଁ ଏତେ ପ୍ରସିଦ୍ଧ। ଏକଦମ। ବ୍ୟାଘ୍ର ସଂରକ୍ଷଣ ଆଉ ଜୈବ ବିବିଧତା ପାଇଁ ଏହା ବିଶ୍ୱ ପ୍ରସିଦ୍ଧ। ସେଇଠୁ ହିଁ ବୁଢ଼ାବଳଙ୍ଗ ବାହାରିଛି। ତେବେ ଏହା ମୟୂରଭଞ୍ଜ ଆଉ ବାଲେଶ୍ୱର ଦେଇ ଯାଏ ବୋଧେ? ବାରିପଦା ସହର ତ ଏଇ ନଦୀ କୂଳରେ, ନୁହେଁ କି? ହଁ ହଁ, ଏକଦମ ଠିକ୍। ଏହା ମୁଖ୍ୟତଃ ମୟୂରଭଞ୍ଜ ଆଉ ବାଲେଶ୍ୱର ଏଇ ଦୁଇଟା ଜିଲ୍ଲା ଦେଇ ବହିଯାଇଛି। ଆଉ ମୟୂରଭଞ୍ଜର ଯୋଉ ସଦର ମହକୁମା ବାରିପଦା, ସେଇଟା ଏହାରି କୂଳରେ ଗଢ଼ି ଉଠିଛି। ଆଚ୍ଛା। ଶେଷରେ ଯାଇକି ଏହା ବାଲେଶ୍ୱରର ଚାନ୍ଦିପୁର ପାଖରେ ବଙ୍ଗୋପସାଗରରେ ମିଶିଛି। ଏହାର କିଛି ସହାୟକ ନଦୀ ବି ଅଛନ୍ତି, ଯେମିତିକି କଟରା, ସୋନୋ, ଗଙ୍ଗାହାର। ଏଗୁଡ଼ିକ ଛୋଟ ଛୋଟ ନଦୀ। ବୁଝିଲି। ଏହା ପରେ ଆସୁଛି ଆଉ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ନଦୀ, ବୈତରଣୀ। ପୁରାଣରେ ତ ଏହାର ବହୁତ ମହତ୍ତ୍ୱ ଅଛି ବୋଲି ଶୁଣିଛି। ହଁ, ଠିକ୍। ଏହାର ଉତ୍ପତ୍ତି କେଉଁଠୁ? ବୈତରଣୀ ମଧ୍ୟ ଆମ ଓଡ଼ିଶାର ନିଜସ୍ୱ ନଦୀ। ଆଚ୍ଛା। ଏଇଟା କେନ୍ଦୁଝର ଜିଲ୍ଲାରୁ ବାହାରିଛି, ଗୋନାସିକା ପାହାଡ଼ରୁ। ଗୋନାସିକା? ହଁ, ଯାହାକୁ ଗୁପ୍ତଗଙ୍ଗା ପାହାଡ଼ ବୋଲି ବି କୁହାଯାଏ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବେ। କ'ଣ? ଆମ ରାଜ୍ୟର ସବୁଠୁ ବଡ଼ ନଦୀ ତ ମହାନଦୀ, ତାପରେ ଦ୍ୱିତୀୟ ଦୀର୍ଘତମ ନଦୀ ହେଉଛି ଏଇ ବୈତରଣୀ। ଓହୋ, ଦ୍ୱିତୀୟ ଦୀର୍ଘତମ? ବାଃ! ତାହେଲେ ଏହା କେଉଁ କେଉଁ ଜିଲ୍ଲା ଦେଇ ଯାଇଛି ଆଉ ଶେଷରେ କୋଉଠି ମିଶୁଛି? ହଁ,
ଆଉ ଗୋଟେ କଥା, ସେ ଉପନଦୀ ଆଉ ଶାଖା ନଦୀ କଥାଟା ଟିକେ ସ୍ପଷ୍ଟ କରିଦେବେ କି? ବେଳେବେଳେ ଦ୍ୱନ୍ଦ୍ୱ ହୁଏ। ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ, ବୈତରଣୀ କେନ୍ଦୁଝରରୁ ବାହାରିଲା, ତାପରେ ମୟୂରଭଞ୍ଜ ସୀମା ଦେଇ ଗଲା, ତାପରେ ଯାଜପୁର, ଭଦ୍ରକ ଆଉ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛୁଇଁକି ଯାଇଛି। ଆଚ୍ଛା। ଶେଷରେ ଏଇଟା ଯାଇକି ଧାମରା ମୁହାଣ ପାଖରେ ବ୍ରାହ୍ମଣୀ ନଦୀ ସହିତ ମିଶିଛି ଆଉ ସେଠୁ ବଙ୍ଗୋପସାଗରରେ ପଡ଼ିଛି। ଓହୋ, ବ୍ରାହ୍ମଣୀ ସାଙ୍ଗରେ ମିଶିଛି। ହଁ, ଏବେ ଆସିବା ଉପନଦୀ ଓ ଶାଖା ନଦୀ କଥାକୁ। ଦେଖନ୍ତୁ, ଉପନଦୀ ବା ଟ୍ରିବ୍ୟୁଟାରୀ ହେଉଛି ସେଇ ଛୋଟ ନଦୀ ଯୋଉଟା ଆସି ବଡ଼ ନଦୀରେ ମିଶେ। ହଁ। ଆଉ ବଡ଼ ନଦୀର ପାଣି ବଢ଼ାଏ। ବୈତରଣୀର ମୁଖ୍ୟ ଉପନଦୀ ହେଉଛି ସାଳନ୍ଦୀ। ସାଳନ୍ଦୀ, ଆଚ୍ଛା। ଆଉ ଶାଖା ନଦୀ ବା ଡିଷ୍ଟ୍ରିବ୍ୟୁଟରୀ ହେଉଛି ଯେତେବେଳେ ଗୋଟେ ବଡ଼ ନଦୀରୁ ଗୋଟେ ପାଣିର ଧାର ଅଲଗା ହେଇ ବାହାରିଯାଏ। ଓହୋ। ବୈତରଣୀର ଗୋଟେ ଶାଖା ନଦୀ ହେଉଛି ବୁଢ଼ା ନଦୀ। ଏବେ ପୁରା ସ୍ପଷ୍ଟ ହୋଇଗଲା, ଧନ୍ୟବାଦ। ତାହେଲେ ବୈତରଣୀ କୂଳରେ କିଛି ପ୍ରସିଦ୍ଧ ଜାଗା ଥିବ ନିଶ୍ଚୟ? ଅବଶ୍ୟ ଅଛି। ଯାଜପୁର ସହର, ଯାହାକୁ ଆମେ ବିରଜା କ୍ଷେତ୍ର କହୁ, ହଁ। ତାହା ଏହି ନଦୀ କୂଳରେ, ଆଉ ସେଠି ପ୍ରସିଦ୍ଧ ଦଶାଶ୍ୱମେଧ ଘାଟ ଅଛି। ସେମିତି ଭଦ୍ରକ ଜିଲ୍ଲାର ଆରଡିରେ ସେଠି ବାବା ଆଖଣ୍ଡଳମଣିଙ୍କ ପୀଠ, ସେଇଟା ବି ଏଇ ନଦୀ କୂଳରେ। ଆଚ୍ଛା। ଏହାଛଡ଼ା ଆମର ଯୋଉ ବିଶ୍ୱ ପ୍ରସିଦ୍ଧ ଭିତରକଣିକା ଜାତୀୟ ଉଦ୍ୟାନ ଅଛି, ହଁ, ଭିତରକଣିକା। ଏ ନଦୀ ତାର ସୀମା ପାଖ ଦେଇ ଯାଇଛି ଆଉ ଏହାର ମୋଟ ଲମ୍ବ ପାଖାପାଖି 360 କିଲୋମିଟର। ବୁଝିଲି। ବୈତରଣୀ ଯୋଉଠି ବ୍ରାହ୍ମଣୀ ସହ ମିଶିଲା, ଏବେ ସେ ବ୍ରାହ୍ମଣୀ ନଦୀ କଥାକୁ ଆସିବା। ଏହାର ଆରମ୍ଭ ବିଷୟରେ ଶୁଣିଛି, ସେଟା ଟିକେ ଅଲଗା ପ୍ରକାରର ନା କ'ଣ? ହଁ, ଏକଦମ ଠିକ୍ ଶୁଣିଛନ୍ତି। ବ୍ରାହ୍ମଣୀ ନଦୀ କୌଣସି ଗୋଟେ ଜାଗାରୁ ବାହାରିନି। ଓହୋ। ଏଇଟା ପ୍ରକୃତରେ ଦୁଇଟା ବଡ଼ ନଦୀର ମିଳନରୁ ସୃଷ୍ଟି ହେଇଛି। ସେ ଦୁଇଟା ହେଲେ ଶଙ୍ଖ ଆଉ ଦକ୍ଷିଣ କୋଏଲ। ଶଙ୍ଖ ଆଉ ଦକ୍ଷିଣ କୋଏଲ। ଆଚ୍ଛା। ହଁ। ଏଇ ଦୁଇଟା ନଦୀ ଆମ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ପାଖରେ ଗୋଟେ ପବିତ୍ର ଜାଗା ଅଛି, ବେଦବ୍ୟାସ। ହଁ, ବେଦବ୍ୟାସ। ସେଇଠି ଏକାଠି ହେଇଛନ୍ତି, ଆଉ ସେଇଠୁ ହିଁ ଯୋଉ ମିଳିତ ଧାରା ବାହାରିଲା ତାକୁ କୁହାଗଲା ବ୍ରାହ୍ମଣୀ। ଓହୋ, ବହୁତ ରୋଚକ ତ। ହଁ, ଆଉ ଶଙ୍ଖ ଆଉ ଦକ୍ଷିଣ କୋଏଲ ଏ ଦୁଇଟା ଯାକ ମୁଖ୍ୟତଃ ଝାଡ଼ଖଣ୍ଡ ଆଡ଼ୁ ଆସିଛନ୍ତି। ତେବେ ଏହି ମିଳିତ ଧାରା ମାନେ ବ୍ରାହ୍ମଣୀ ଓଡ଼ିଶାର କେଉଁ କେଉଁ ଅଞ୍ଚଳ ଦେଇ ଯାଇଛି? ଏହାର ବି କିଛି ମୁଖ୍ୟ ସହାୟକ ନଦୀ ଅଛନ୍ତି କି? ହଁ, ବେଦବ୍ୟାସରୁ ବାହାରିଲା ପରେ ଏହା ବହୁତ ଜିଲ୍ଲା ଦେଇଯାଇଛି। ଦେଖନ୍ତୁ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା। ବାପରେ, ବହୁତ ଜିଲ୍ଲା। ହଁ, ବହୁତ। ଆଉ ଶେଷରେ, ଯେମିତି ଆମେ ଆଗରୁ କହିଲେ, ଧାମରାଠାରେ ବୈତରଣୀ ସହ ମିଶିଲା ଆଉ ବଙ୍ଗୋପସାଗରରେ ପଡ଼ିଲା। ହୋ। ଏହାର ବି ସହାୟକ ନଦୀ ଅଛନ୍ତି, ଯେମିତି ବାମପଟୁ ଆସି ମିଶିଛନ୍ତି ରାମିଆଲ, ସମାକୋଇ ଭଳି ନଦୀ, ଆଚ୍ଛା। ଆଉ ଡାହାଣ ପଟୁ ଟିକିରା ନଦୀ ଆସି ମିଶିଛି। ଓଡ଼ିଶାର ଏତେ ଗୁରୁତ୍ୱପୂର୍ଣ୍ଣ ନଦୀ ଯେ ନିଶ୍ଚୟ ଏହାପରେ କିଛି ବଡ଼ ଧରଣର ପ୍ରକଳ୍ପ ଥିବ। ଡ୍ୟାମ୍ କିଛି? ନିଶ୍ଚିତ ଭାବରେ। ଆମ ଅନୁଗୁଳ ଜିଲ୍ଲାରେ ଅଛି ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା। ହଁ, ରେଙ୍ଗାଲି। ଏଇଟା ଏଇ ନଦୀ ଉପରେ ହିଁ ନିର୍ମିତ। ଜଳସେଚନ ଆଉ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଛଡ଼ା ତାଲଚେର ପାଖରେ ସମଲ ବ୍ୟାରେଜ୍ ବି ଅଛି। ଆଚ୍ଛା। ଆଉ ଗୋଟେ କଥା, ବୈତରଣୀ ଭଳି ଏ ନଦୀ ବି ଭିତରକନିକା ଆଉ ଗହୀରମଥା ଅଭୟାରଣ୍ୟ ପାଖ ଦେଇ ଯାଇଛି। ଏହାର ମୋଟ ଦୈର୍ଘ୍ୟ ତ ବହୁତ, ପାଖାପାଖି 799 କିଲୋମିଟର, କିନ୍ତୁ ଓଡ଼ିଶାରେ ଏହା ବହିଛି 480 କିଲୋମିଟର। ଆଉ ଗୋଟେ କଥା, ବନ୍ୟା ସମୟରେ ଏହା ଢେଙ୍କାନାଳ ଜିଲ୍ଲାରେ ବେଳେବେଳେ ବହୁତ କ୍ଷତି କରାଏ। ଓହୋ। ସେଥିପାଇଁ କେହି କେହି ଏହାକୁ ଢେଙ୍କାନାଳର ଦୁଃଖ ବୋଲି ମଧ୍ୟ କହିଥାନ୍ତି। ଆଚ୍ଛା, ଏଇଟା ଏକ ଜାଣିବା କଥା, ଢେଙ୍କାନାଳର ଦୁଃଖ। ଏବେ ଆସିବା ସେହି ନଦୀ ପାଖକୁ, ଯାହାକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ହଁ। ମହାନଦୀ। ଏଇଟା ତ ଓଡ଼ିଶାର ସବୁଠୁ ବଡ଼ ନଦୀ। କିନ୍ତୁ ଶୁଣିବାକୁ ମିଳେ ଏହାର ଉତ୍ପତ୍ତି ସ୍ଥଳକୁ ନେଇକି କିଛି ମତ ପାର୍ଥକ୍ୟ ଅଛି ନା କ'ଣ? ହଁ, ଏଇ କଥାଟା କିଛି ମାତ୍ରାରେ ସତ। ମହାନଦୀର ଉତ୍ପତ୍ତିକୁ ନେଇ ପୂର୍ବରୁ ଟିକେ ଭିନ୍ନ ମତ ଥିଲା। କେହି କେହି ଅମରକଣ୍ଟକ ମାଳଭୂମି କଥା କହୁଥିଲେ, ହେଲେ ଆମ ପାଖରେ ଯୋଉ ସୂଚନା ଅଛି ଆଉ ଆଜିକାଲିର ଯୋଉ ଭୌଗୋଳିକ ତଥ୍ୟ, ସେ ଅନୁସାରେ ଏହାର ଉତ୍ପତ୍ତି ହେଉଛି ଛତିଶଗଡ଼ ରାଜ୍ୟରେ, ସେଠି ଧମତରୀ ଜିଲ୍ଲା ଅଛି। ଆଚ୍ଛା, ଛତିଶଗଡ଼। ହଁ, ସେଇ ଧମତରୀ ଜିଲ୍ଲାରେ ସିହାବା ପର୍ବତମାଳା ଅଛି, ସେଇଠୁ ବାହାରିଛି। ସିହାବା ପର୍ବତମାଳା। ହଁ, ଏଇ ଅଞ୍ଚଳଟା ଦଣ୍ଡକାରଣ୍ୟ ମାଳଭୂମିର ଗୋଟେ ଅଂଶ। ଆହୁରି ଟିକେ ଠିକ୍ କରି କହିଲେ ଫର୍ସିଆଗ୍ରାମ ବା ନଗରୀ ଟାଉନ୍ ପାଖରୁ ଏହାର ଯାତ୍ରା ଆରମ୍ଭ ହୋଇଛି। ବୁଝିଲି। ତେବେ ଛତିଶଗଡ଼ରୁ ଏହି ବିଶାଳ ନଦୀ ଓଡ଼ିଶାରେ କେଉଁଠି ପଶୁଛି ଆଉ ଏହାର ଯାତ୍ରାଟା କେମିତି ହେଉଛି?
ହୀରାକୁଦ ଡ୍ୟାମ୍ ତ ଏଇଠି ନୁହେଁ କି? ଏକଦମ। ଦେଖନ୍ତୁ, ଛତିଶଗଡ଼ରେ ବହି ଆସିଲା ବେଳେ ଏହା ସହିତ ଶିବନାଥ, ହସଦେଓ, ମାଣ୍ଡ ଏମିତି କିଛି ବଡ଼ ବଡ଼ ନଦୀ ଆସି ମିଶୁଛନ୍ତି। ହୁଁ। ତେଣୁ ଏହା ଆହୁରି ବିଶାଳ ହୋଇଯାଉଛି। ତାପରେ ଏହା ଆମ ଓଡ଼ିଶାର ପଶ୍ଚିମ ସୀମାରେ ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲା ଭିତର ଦେଇ ପ୍ରବେଶ କରୁଛି। ଆଚ୍ଛା, ଝାରସୁଗୁଡ଼ା ବରଗଡ଼ ସୀମା। ହଁ, ଆଉ ଠିକ୍ ତାପରେ ସମ୍ବଲପୁର ପାଖରେ ଏହା ଉପରେ ତିଆରି ହୋଇଛି ଆମର ସେଇ ବିଶ୍ୱପ୍ରସିଦ୍ଧ ହୀରାକୁଦ ଡ୍ୟାମ୍, ହଁ, ହୀରାକୁଦ। ଯୋଉଟାକି ଭାରତର ସବୁଠୁ ଲମ୍ବା ମାଟିବନ୍ଧ। ଏଇଟା ତ ଓଡ଼ିଶା ପାଇଁ ଏକ ବରଦାନ ଭଳି। ନିଶ୍ଚୟ। ଏହାର ଉପନଦୀ ଓ ଶାଖା ନଦୀଗୁଡ଼ିକ ବିଷୟରେ କିଛି କୁହନ୍ତୁ। କଟକ ପାଖରେ ତ ଏହା ବହୁତ ଭାଗରେ ବାଣ୍ଟି ହୋଇଯାଏ ବୋଲି ଶୁଣିଛି। ହଁ ହଁ, ଏକଦମ। ଓଡ଼ିଶା ଭିତରକୁ ଆସିଲା ପରେ ଏହାର ବାମପଟୁ ଇବ୍ ନଦୀ ଆସି ମିଶିଛି। ଇବ୍। ଆଉ ଡାହାଣ ପଟୁ ଓଙ୍ଗ, ତେଲ ଆଉ ଜୋଙ୍ଗ ଭଳି ବଡ଼ ବଡ଼ ଉପନଦୀ ଆସି ମିଶିଛନ୍ତି। ଓଙ୍ଗ, ତେଲ, ଜୋଙ୍ଗ। ହଁ, ଏମାନଙ୍କ ଭିତରୁ ମନେ ରଖିବେ, ତେଲ ନଦୀ ହେଉଛି ମହାନଦୀର ସବୁଠାରୁ ବଡ଼ ଉପନଦୀ। ଓହୋ, ସବୁଠୁ ବଡ଼ ତେଲ ନଦୀ। ଆଚ୍ଛା। ହଁ, ତାପରେ ଯେତେବେଳେ ମହାନଦୀ କଟକ ପାଖରେ ପହଞ୍ଚେ, ନରାଜ ପାଖରେ, ହଁ, ନରାଜ। ସେତେବେଳେ ସେ ପାହାଡ଼ିଆ ଅଞ୍ଚଳ ଛାଡ଼ି ସମତଳକୁ ଆସେ, ଆଉ ଏଇଠୁ ହିଁ ତାର ସେଇ ପ୍ରସିଦ୍ଧ ତ୍ରିକୋଣଭୂମି ଅଞ୍ଚଳ ଆରମ୍ଭ ହୁଏ। ଆଉ ଏହା ଅନେକ ଶାଖା ପ୍ରଶାଖାରେ ବାଣ୍ଟି ହୋଇଯାଏ। ହଁ। କାଠଯୋଡ଼ି ହେଉଛି ତାର ପ୍ରଥମ ଆଉ ମୁଖ୍ୟ ଶାଖା ନଦୀ। କାଠଯୋଡ଼ି। ହଁ, ସେଇ କାଠଯୋଡ଼ି ପୁଣି ଆଗକୁ ଯାଇ କୁଆଖାଇ ଆଦିରେ ବାଣ୍ଟି ହେଇଯାଏ। ହଁ। ଅନ୍ୟ ମୁଖ୍ୟ ଶାଖା ନଦୀ ହେଲା ବିରୁପା, ଦେବୀ, ଚିତ୍ରୋତ୍ପଳା, ଏମିତି ଅନେକ। ବାପରେ, କେତେ ନା! ହଁ, ଏଇ ସବୁ ଶାଖା ନଦୀ ମିଶି ଗୋଟେ ବହୁତ ବଡ଼ ତ୍ରିକୋଣଭୂମି ତିଆରି କରନ୍ତି, ଆଉ ଶେଷରେ ଯାଇ ଜଗତସିଂହପୁରର ପାରାଦୀପ ପାଖରେ ବଙ୍ଗୋପସାଗରରେ ମିଶନ୍ତି। ବୁଝିଲି। ଏହି ବିଶାଳ ନଦୀର ଯାତ୍ରା କେତେ ଲମ୍ବା? ମାନେ ମୋଟ ଦୈର୍ଘ୍ୟ କେତେ ଆଉ କେଉଁ ପ୍ରମୁଖ ସ୍ଥାନ ଏହା ସହିତ ଯୋଡ଼ି ହୋଇ ରହିଛି? ମହାନଦୀର ମୋଟ ଦୈର୍ଘ୍ୟ ହେଉଛି ପାଖାପାଖି 858 କିଲୋମିଟର। 858 କିଲୋମିଟର? ହଁ, ସେଥିରୁ ଆମ ଓଡ଼ିଶା ଭିତରେ ଏହା ପ୍ରାୟ 494 କିଲୋମିଟର ବହିଛି। ଓହୋ, ଓଡ଼ିଶାରେ ବି ପ୍ରାୟ 500 କିଲୋମିଟର। ହଁ, ପ୍ରାୟ। ଆଉ ଏଇଟା ବା ଏହାର ଶାଖା ପ୍ରଶାଖା ଓଡ଼ିଶାର ଗୋଟେ ବହୁତ ବଡ଼ ଅଞ୍ଚଳକୁ ସମୃଦ୍ଧ କରୁଛି। ଯେମିତି ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏମିତି ଅନେକ ଜିଲ୍ଲା। ବାଃ! ଆଉ ପ୍ରମୁଖ ସ୍ଥାନ କହିଲେ ଏହାର ଯାତ୍ରାପଥରେ ଅନୁଗୁଳ ବୌଦ୍ଧ ସୀମାରେ ଅଛି ପ୍ରସିଦ୍ଧ ସାତକୋଶିଆ ଗଣ୍ଡ। ହଁ, ସାତକୋଶିଆ। ସେଇଟା ତ ବାଘ ଅଭୟାରଣ୍ୟ ବି। ଏକଦମ, ସେଟା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ। ଆଉ ଆମ କଟକ ପାଖରେ ମହାନଦୀ ଭିତରେ ଗୋଟେ ଛୋଟ ଦ୍ୱୀପ ଅଛି। ହଁ। ସେଇ ଦ୍ୱୀପ ଉପରେ ଅଛନ୍ତି ବାବା ଧବଳେଶ୍ୱର, ତାଙ୍କ ପୀଠ। ହଁ, ଧବଳେଶ୍ୱର। ଠିକ୍। ମହାନଦୀ ପରେ ଚାଲନ୍ତୁ ଟିକେ ଦକ୍ଷିଣ ଓଡ଼ିଶା ଆଡ଼କୁ ଯିବା। ଋଷିକୁଲ୍ୟା ନଦୀ। ହଁ, ଋଷିକୁଲ୍ୟା। ଏଇଟା ସେଇ ଅଲିଭ୍ ରିଡ୍ଲେ କଇଁଚଙ୍କ ପାଇଁ ବେଶ୍ ଜଣାଶୁଣା ନୁହେଁ କି? ଏକଦମ, ଆପଣ ଠିକ୍ ମନେ ପକେଇଛନ୍ତି। ଋଷିକୁଲ୍ୟା ନଦୀର ମୁହାଣ ଅଛି ନା? ହଁ। ସେଇଟା ହେଉଛି ପୃଥିବୀର ଦ୍ୱିତୀୟ ସବୁଠୁ ବଡ଼ ଜାଗା, ଯେଉଁଠି ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ଆସି ଅଣ୍ଡା ଦିଅନ୍ତି। ଲକ୍ଷ ଲକ୍ଷ। ବାଃ! ହଁ, ଏକ ଅବିଶ୍ୱାସନୀୟ ପ୍ରାକୃତିକ ଦୃଶ୍ୟ ସେଇଟା। ଆଉ ଏ ନଦୀର ଉତ୍ପତ୍ତି କେଉଁଠୁ ଜାଣିଛନ୍ତି? କେଉଁଠୁ? ଆମ କନ୍ଧମାଳ ଜିଲ୍ଲା। ସେଠି ପୂର୍ବଘାଟ ପର୍ବତମାଳା ଅଛି। ହଁ। ସେଇଠି ଦାରିଙ୍ଗାବାଡ଼ି ପାହାଡ଼ ପାଖରେ ଗୋଟେ ପର୍ବତ ଅଛି, ଋଷିମାଳ ପର୍ବତ। ସେଇଠୁ ବାହାରିଛି। ଋଷିମାଳେ ପର୍ବତ ଦାରିଙ୍ଗାବାଡ଼ି ପାଖରେ। ଆଚ୍ଛା, ଏହା କେଉଁ ଜିଲ୍ଲା ଦେଇ ବୋହିଯାଇଛି? ଆଉ ଏହାର କୂଳରେ ଆଉ କ'ଣ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି? ସେଇଟା ମୁଖ୍ୟତଃ ଦୁଇଟା ଜିଲ୍ଲା ଦେଇଯାଇଛି, କନ୍ଧମାଳ ଆଉ ଗଞ୍ଜାମ। ଆଉ ଶେଷରେ ଗଞ୍ଜାମ ସହର ବା ହୁମ୍ମା ପାଖରେ ବଙ୍ଗୋପସାଗରରେ ପଡ଼ିଛି। ଆଚ୍ଛା। ଏହାର କୂଳରେ ଗୋଟେ ବହୁତ ପ୍ରସିଦ୍ଧ ଜାଗା ଅଛି, ପୁରୁଷୋତ୍ତମପୁର ପାଖରେ ମା ତାରାତାରିଣୀଙ୍କର ଶକ୍ତିପୀଠ। ହଁ ହଁ, ତାରାତାରିଣୀ। ସେଇଟା ଏଇ ନଦୀ କୂଳରେ। ଏହାଛଡ଼ା ଏହାର ମୁହାଣା ପାଖରେ ଆମର ସେ ଗୋପାଳପୁର ବେଳାଭୂମି ଅଛି। ହଁ, ଗୋପାଳପୁର, ଅଂଶୀ। ଆଉ ଛତ୍ରପୁର ପାଖରେ ଗୋଟେ ହ୍ରଦ ଅଛି, ତାମ୍ପରା ହ୍ରଦ। ସେଟାକୁ ନିକଟରେ ରାମସାର ସ୍ଥଳୀର ମାନ୍ୟତା ମିଳିଛି। ଓହୋ, ତାମ୍ପରା ହ୍ରଦ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ରାମସାର ସ୍ଥଳୀ। ହଁ, ଆଉ ଋଷିକୁଲ୍ୟାର ଲମ୍ବ ହେଉଛି ପ୍ରାୟ 165 କିଲୋମିଟର, ଆଉ ବଡ଼ନଦୀ ଆଉ ଧନେଇ ଏହାର ଦୁଇଟା ମୁଖ୍ୟ ଉପନଦୀ। ବୁଝିଲି। ଋଷିକୁଲ୍ୟା ପରେ ଆଉ ଦୁଇଟି ନଦୀ କଥା ଆସୁଛି। ସେଗୁଡ଼ାକ ଓଡ଼ିଶା ଆଉ ଆନ୍ଧ୍ର ଭିତରେ ବହୁଛି ବୋଧେ, ବଂଶଧାରା ଆଉ ନାଗାବଳୀ। ହଁ, ଠିକ୍। ପ୍ରଥମେ ବଂଶଧାରା ବିଷୟରେ କୁହନ୍ତୁ। ବଂଶଧାରା ନଦୀ। ଏହାର ଉତ୍ପତ୍ତି ହେଉଛି କଳାହାଣ୍ଡି ଜିଲ୍ଲା। କଳାହାଣ୍ଡି। ହଁ, ସେଠି ଥୁଆମୂଳ ରାମପୁର ବ୍ଲକ ଅଛି, ତା ପାଖରେ ଲାଞ୍ଜିଗଡ଼ ଅଛି। ସେ ଲାଞ୍ଜିଗଡ଼ ପାଖରେ ଦୁର୍ଗାକଙ୍ଗର ପାହାଡ଼ରୁ ଏଟା ବାହାରିଛି। ଓହୋ, ଲାଞ୍ଜିଗଡ଼ ପାଖରୁ। ହଁ, ଏଇଟା କଳାହାଣ୍ଡିରୁ ବାହାରି ରାୟଗଡ଼ା ଜିଲ୍ଲା ଦେଇ ବହିଛି।
ତାପରେ ସିଧା ଆନ୍ଧ୍ରପ୍ରଦେଶ ଭିତରକୁ ପଶିଛି। ଆଚ୍ଛା। କିଛି ବାଟ ଆନ୍ଧ୍ରାରେ ବହିଲା ପରେ ପୁଣି ଆମ ଓଡ଼ିଶାକୁ ଫେରିଛି। ଗଜପତି ଜିଲ୍ଲା ଦେଇ ବହିଛି। ପୁଣି ଓଡ଼ିଶା। ହଁ, ଆଉ ଶେଷରେ ଯାଇକି ପୁଣି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରେ ବଙ୍ଗୋପସାଗରରେ ପଡ଼ିଛି। ବାପରେ, କେତେ ବୁଲାଣିଆ ରାସ୍ତା। ହଁ, ସେଥିପାଇଁ ଏହା ଏକ ପ୍ରମୁଖ ଅନ୍ତରାଜ୍ୟ ନଦୀ। ଏହାର ଦୈର୍ଘ୍ୟ କେତେ ଆଉ ଏହା ସହ ଜଡ଼ିତ କିଛି ପ୍ରକଳ୍ପ କିମ୍ବା କିଛି ବିବାଦ ଅଛି କି? ଏହାର ମୋଟ ଦୈର୍ଘ୍ୟ ହେଉଛି ପ୍ରାୟ 254 କିଲୋମିଟର। ହୁଁ। ସେଥିରୁ ଆମ ଓଡ଼ିଶାରେ ପ୍ରାୟ 150 କିଲୋମିଟର ବହିଛି। ଆଚ୍ଛା। ପ୍ରକଳ୍ପ କହିଲେ ଆନ୍ଧ୍ରପ୍ରଦେଶ ଏହା ଉପରେ ଗୋଟା ବ୍ୟାରେଜ୍ ତିଆରି କରିଛି। ହୁଁ। ଆଉ ଗୋଟେ ନିରେଡ଼ି ବ୍ୟାରେଜ୍ ପ୍ରସ୍ତାବିତ ଅଛି। ସେଟାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ବହୁଦିନରୁ ବିବାଦ ଲାଗି ରହିଛି। ଓହୋ, ବିବାଦୀୟ ପ୍ରକଳ୍ପ। ହଁ, ଆଉ ଆମ ଓଡ଼ିଶାର ଗୁଣପୁର ଆଉ ପାରଳାଖେମୁଣ୍ଡି ସହର ଏଇ ନଦୀ କୂଳରେ ଅଛି। ବୁଝିଲି। ଆଉ ନାଗାବଳୀ ନଦୀ, ଏଇଟା ବି ସେମିତି ଅନ୍ତରାଜ୍ୟ ନଦୀ? ହଁ, ନାଗାବଳୀ ବି ସେମିତି। ଆଉ ମଜାର କଥା, ଏଇଟା ବି କଳାହାଣ୍ଡି ଜିଲ୍ଲାରୁ ହିଁ ବାହାରିଛି। ଏଇଟା ବି କଳାହାଣ୍ଡିରୁ? ହଁ, ଲାଖବାହାଲ ବା ବିଜିପୁର ପାହାଡ଼ରୁ ଏଇଟା ବି କଳାହାଣ୍ଡି ଆଉ ରାୟଗଡ଼ା ଦେଇ ଯାଇଛି। ହୁଁ। ତାପରେ ଆନ୍ଧ୍ରପ୍ରଦେଶକୁ ଯାଇଛି ଆଉ ଶ୍ରୀକାକୁଲମ ସହର ପାଖରେ ସମୁଦ୍ରରେ ମିଶିଛି। ଆଚ୍ଛା। ଏହାର ଆଉ ଗୋଟେ ନାଁ ବି ଅଛି, ଲାଙ୍ଗୁଲ୍ୟ ନଦୀ। ଲାଙ୍ଗୁଲ୍ୟ। ହଁ, ଏହାର ମୋଟ ଦୈର୍ଘ୍ୟ ପ୍ରାୟ 256 କିଲୋମିଟର ଆଉ ଓଡ଼ିଶାରେ ଏହାର ଭାଗ ହେଉଛି ପ୍ରାୟ 100 କିଲୋମିଟର। ବୁଝିଲି। ଦକ୍ଷିଣ ଓଡ଼ିଶାର ଆହୁରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନଦୀ କଥା ରହିଗଲା, ଇନ୍ଦ୍ରାବତୀ ଆଉ କୋଲ୍ଲାବ। ହଁ। ଏ ଦୁଇଟା ଯାକ ଶେଷରେ ଗୋଦାବରୀ ନଦୀରେ ମିଶନ୍ତି ବୋଲି ଶୁଣିଛି। ହଁ, ଠିକ୍। ତେବେ ଇନ୍ଦ୍ରାବତୀ କଥା ପ୍ରଥମେ କୁହନ୍ତୁ। ଇନ୍ଦ୍ରାବତୀ, ଏଇଟା ବି କଳାହାଣ୍ଡି ଜିଲ୍ଲାରୁ। ପୁଣି କଳାହାଣ୍ଡି? ହଁ, କଳାହାଣ୍ଡିର ଥୁଆମୂଳ ରାମପୁର ପାଖରେ ଯୋଉ ଦଣ୍ଡକାରଣ୍ୟ ମାଳଭୂମି ଅଛି, ସେଇଠୁ ବାହାରିଛି। ହୁଁ। ଏଇଟା କଳାହାଣ୍ଡି, ନବରଙ୍ଗପୁର ଆଉ କୋରାପୁଟ ଜିଲ୍ଲାର କିଛି ଅଂଶ ଦେଇ ବୋହିଛି। ତାପରେ ଯାଇଛି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ। ଆଚ୍ଛା, ଛତିଶଗଡ଼କୁ। ହଁ, ସେଠି କିଛି ବାଟ ଗଲା ପରେ ଏଇଟା ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା ସୀମାରେ ଯାଇକି ସେଇ ବିଶାଳ ଗୋଦାବରୀ ନଦୀରେ ମିଶିଛି। ଓହୋ। ତେଣୁ ଏଇଟା ଗୋଦାବରୀର ଗୋଟେ ବଡ଼ ଉପନଦୀ। ଏହାର କିଛି ଖାସ୍ କଥା ଅଛି କି? କୌଣସି ବଡ଼ ପ୍ରକଳ୍ପ କିମ୍ବା କିଛି ପ୍ରାକୃତିକ ସୌନ୍ଦର୍ଯ୍ୟ? ଦୁଇଟା ଯାକ ଅଛି। ଦେଖନ୍ତୁ, ଆମ ଓଡ଼ିଶାରେ ଏହା ଉପରେ ଗୋଟେ ବହୁତ ବଡ଼ ବହୁମୁଖୀ ଯୋଜନା ଅଛି। ହଁ। ଇନ୍ଦ୍ରାବତୀ ପ୍ରକଳ୍ପ ବା ଉପର ଇନ୍ଦ୍ରାବତୀ ପ୍ରକଳ୍ପ। ହଁ, ଶୁଣିଛି। ଏଇଟା କଳାହାଣ୍ଡି ଆଉ ନବରଙ୍ଗପୁର ଜିଲ୍ଲାର ଜଳସେଚନ ଆଉ ବିଦ୍ୟୁତ୍ ଶକ୍ତି ପାଇଁ ମୁଖ୍ୟ ଆଧାର। ହୁଁ। ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ କଥା କହିଲେ ଛତିଶଗଡ଼ରେ ଏଇ ନଦୀ ଗୋଟେ ଜଳପ୍ରପାତ ତିଆରି କରିଛି, ଚିତ୍ରକୋଟ ଜଳପ୍ରପାତ। ଚିତ୍ରକୋଟ? ହଁ, ତାକୁ ଭାରତର ନାୟାଗ୍ରା ବୋଲି କୁହାଯାଏ। ଓହୋ, ଭାରତର ନାୟାଗ୍ରା। ବା। ହଁ, ଦେଖିବାକୁ ବହୁତ ସୁନ୍ଦର। ଏହାର ମୋଟ ଲମ୍ବ ତ ବେଶୀ, ପ୍ରାୟ 535 କିଲୋମିଟର, ହେଲେ ଆମ ଓଡ଼ିଶାରେ ଏହା ପ୍ରାୟ 167 କିଲୋମିଟର ବୋହିଛି। ବୁଝିଲି। ଭାରତର ନାୟାଗ୍ରା, ଏଇଟା ଜାଣିବା କଥା ଥିଲା। ଶେଷରେ ଆସିବା କୋଲାବ ନଦୀ ପାଖକୁ। ଏହାକୁ ସାବ୍ରି ବୋଲି ମଧ୍ୟ କୁହାଯାଏ ନା? ହଁ, କୋଲାବ ନଦୀ। ଏଇଟା କୋରାପୁଟ ଜିଲ୍ଲାରୁ ବାହାରିଛି। କୋରାପୁଟ? ହଁ, ସେଠି ପୂର୍ବଘାଟ ପର୍ବତମାଳାରେ ସିଙ୍କାରାମ ପାହାଡ଼ ଅଛି ସେଠୁ। ଏଇଟା କୋରାପୁଟ ଜିଲ୍ଲା ଦେଇ ବହିଲା ପରେ ଆନ୍ଧ୍ରା ଆଉ ଛତିଶଗଡ଼ ସୀମା ଦେଇ ଯାଇଛି। ହୁଁ। ଆଉ ଶେଷରେ ଯାଇକି ଏଟା ବି ଗୋଦାବରୀରେ ମିଶିଛି। ଆଚ୍ଛା। ଆଉ ଏହାର ତଳ ଅଂଶରେ, ମାନେ ଓଡ଼ିଶା ସୀମା ପରେ, ଏହାକୁ ସାବରୀ ନଦୀ ବୋଲି କୁହାଯାଏ। ଓହୋ, ତେଣୁ କୋଲାବ ଆଉ ସାବରୀ? ହଁ, ଇନ୍ଦ୍ରାବତୀ ଭଳି ଏଇଟା ବି ଗୋଦାବରୀର ଗୋଟେ ଉପନଦୀ। ଏହା ଉପରେ ଥିବା ପ୍ରକଳ୍ପ ଆଉ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବିଷୟରେ କିଛି ତଥ୍ୟ ଅଛି କି? ହଁ, ଆମ କୋରାପୁଟ ଜିଲ୍ଲାରେ ଏଇ ନଦୀ ଉପରେ ଉପର କୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ ତିଆରି ହୋଇଛି। ଉପର କୋଲାବ? ହଁ, ଆଉ ଏହାର ଗୋଟେ ମୁଖ୍ୟ ଶାଖା ନଦୀ ଅଛି, ତା ନାଁ ହେଲା ସିଲେରୁ। ସିଲେରୁ? ହଁ, ଏଇ ସିଲେରୁ ଉପରେ ଓଡ଼ିଶା ଆଉ ଆନ୍ଧ୍ରପ୍ରଦେଶର ଦୁଇଟା ବଡ଼ ମିଳିତ ପ୍ରକଳ୍ପ ଅଛି। ମିଳିତ ପ୍ରକଳ୍ପ? ହଁ, ଗୋଟେ ହେଲା ମାଛକୁଣ୍ଡ, ଯାହାର ଜଳଭଣ୍ଡାରକୁ ଜଳାପୁଟ କୁହନ୍ତି। ହଁ, ମାଛକୁଣ୍ଡ। ହଁ, ଆଉ ଗୋଟେ ହେଲା ବାଲିମେଳା। ଏଇ ଦୁଇଟା ଯାକ ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ କଥା, କୋରାପୁଟର ଯୋଉ ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠ ଅଛି, ହଁ, ଗୁପ୍ତେଶ୍ୱର। ସେଇଟା ଏଇ ସାବରୀ ନଦୀ କୂଳରେ ହିଁ ଅଛି। ଆଉ ସୁନାବେଡ଼ାରେ ଯୋଉ HL କାରଖାନା ଅଛି, ମାନେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ହଁ। ସେଟା ବି ଏଇ ନଦୀ ଅବବାହିକା ଅଞ୍ଚଳରେ ପଡ଼ୁଛି। ବାଃ, ସତରେ ଆଜି ଗୋଟେ ଜବରଦସ୍ତ ଆଲୋଚନା ହେଲା। ଓଡ଼ିଶାର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପ୍ରାୟ ସବୁ ମୁଖ୍ୟ ନଦୀର ଗୋଟେ ବହୁତ ସୁନ୍ଦର ଚିତ୍ର ଆମେ ଦେଖିପାରିଲେ। ହଁ, କେଉଁଠୁ ଆରମ୍ଭ, କୋଉ ବାଟ ଦେଇ ଗଲେ, କୋଉଠି ଶେଷ ହେଲେ, ଆଉ ବାଟରେ କ'ଣ ସବୁ ମହତ୍ତ୍ୱପୂର୍ଣ୍ଣ କଥା ବା ଜାଗା ରହିଛି। ଆମ ସୂତ୍ରରୁ ଆମେ ବହୁତ କିଛି ମୁଖ୍ୟ କଥା ଜାଣିପାରିଲେ। ନିଶ୍ଚିତ ଭାବେ। ଦେଖନ୍ତୁ,
এই ନଦୀଗୁଡ଼ିକ କେବଳ ପାଣିର ଗୋଟେ ଧାର ନୁହନ୍ତି। ହୁଁ ଏମାନେ ଆମ ଓଡ଼ିଶାର ସଂସ୍କୃତି, ଆମ ଅର୍ଥନୀତି, ଆମ ଚାଷବାସ, ଏପରିକି ଆମ ଇତିହାସ ସହିତ ବହୁତ ଗଭୀର ଭାବରେ ଯୋଡ଼ି ହୋଇ ରହିଛନ୍ତି। ସତ କଥା। ମହାନଦୀକୁ ଯେମିତି ଆମେ ଜୀବନରେଖା କହୁଛେ, ସେମିତି ପ୍ରତ୍ୟେକ ନଦୀ ନିଜ ନିଜ ଅଞ୍ଚଳ ପାଇଁ ଗୋଟେ ଗୋଟେ ଆଶୀର୍ବାଦ ଭଳି। ହଁ ଆମେ ଦେଖିଲେ କିଛି ନଦୀ ବାହାର ରାଜ୍ୟରୁ ଆସିଛନ୍ତି, କିଛି ଏଠୁ ବାହାରି ଆର ରାଜ୍ୟକୁ ଯାଇଛନ୍ତି, ଆଉ କିଛି ଏଇଠି ସମୁଦ୍ରରେ ମିଶିଛନ୍ତି। ଏଇଟା ଆମ ଓଡ଼ିଶାର ଭୌଗୋଳିକ ବିବିଧତାକୁ ଦେଖାଉଛି। ଏକଦମ। ପ୍ରତିଟି ନଦୀର ନିଜସ୍ୱ କାହାଣୀ, ନିଜସ୍ୱ ଗୁରୁତ୍ୱ ରହିଛି। ଆଉ ଏଇ ଆଲୋଚନାର ଶେଷରେ ଗୋଟିଏ କଥା ମୁଁ ଚିନ୍ତା କରିବାକୁ ଛାଡ଼ି ଯାଉଛି। ହଁ କୁହନ୍ତୁ। ବର୍ତ୍ତମାନ ଯେମିତି ଜଳବାୟୁ ପରିବର୍ତ୍ତନ ହେଉଛି, ଆଉ ଆମର ମଣିଷମାନଙ୍କର କାର୍ଯ୍ୟକଳାପ ବି ବଢ଼ି ଚାଲିଛି, ଏହାର ପ୍ରଭାବ ଭବିଷ୍ୟତରେ ଏଇ ନଦୀଗୁଡ଼ିକ ଉପରେ କେମିତି ପଡ଼ିବ? ଏଇଟା ବହୁତ ବଡ଼ ଚିନ୍ତାର ବିଷୟ। ହଁ, ଏମାନଙ୍କୁ ସୁରକ୍ଷିତ ରଖିବା, ପ୍ରଦୂଷଣରୁ ବଞ୍ଚେଇ ରଖିବା, ଏଇଟା କେବଳ ସରକାରଙ୍କ କାମ ନୁହେଁ, ନା, ଆମ ସମସ୍ତଙ୍କର। ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଜୀବନ ଦେଉଥିବା ଧାରାଗୁଡ଼ିକୁ ଆମେ କେମିତି ସ୍ଥାୟୀ ଭାବରେ ପରିଚାଳନା କରିପାରିବା, ତାହା ଆଜି ଗୋଟେ ବଡ଼ ପ୍ରଶ୍ନ ହୋଇ ରହିଛି। ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ସମସ୍ତଙ୍କ ପାଇଁ ଚିନ୍ତନର ବିଷୟ। ଆଜିର ଏହି ବିସ୍ତୃତ ଆଲୋଚନା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଧନ୍ୟବାଦ। ଆଶା କରୁଛୁ ଆମ ଶ୍ରୋତାମାନେ ଓଡ଼ିଶାର ନଦୀ ସମ୍ବନ୍ଧରେ ଏକ ସ୍ପଷ୍ଟ ଆଉ ଗଭୀର ଧାରଣା ପାଇପାରିଥିବେ।